ଏ କଳି ଯୁଗର ମହିଷାସୁର କହିଲେ କିଛି କମ୍ ହବନି ସେ ଲୋକକୁ। ଜୟ ଜଗନ୍ନାଥ ଏଚଡି ଫ୍ୟାମିଲି। ଆଜି ଆମ ଭିଡ଼ିଓରେ ଗୋଟେ ଏମିତି କମେଣ୍ଟ ମୁଁ ପଢ଼ିଲି ଯୋଉଟାକି ପଢ଼ିବା ପରେ ମୁଁ ଏବେ ଆପଣମାନଙ୍କୁ ସେ କମେଣ୍ଟ ଦେଖେଇବି। ସେ କମେଣ୍ଟକୁ ପଢ଼ିବା ପରେ ଆପଣମାନେ ବି ମାନେ ଏଭଳି ଚିନ୍ତାଧାରା ରଖିଥିବା ଲୋକଙ୍କ ଉପରେ ବି ବହୁତ ଭୟଙ୍କର ରାଗିଯିବେ। ମାନେ ସେ ଗୋଟେ ଏମିତି କାମ କରିଛି। ଆଗ ମୁଁ ଆପଣଙ୍କୁ ଭିଡ଼ିଓଟା ପୁରା ଦେଖେଇ ଦଉଛି କେଉଁ ଭିଡ଼ିଓରେ ସେ କମେଣ୍ଟଟା ଦେଇଛନ୍ତି, ତାପରେ ଆପଣ ଆପେ ଆପେ ବୁଝିଯିବେ ସବୁକିଛି। ଆଜି ମାଆଙ୍କ ପାଖକୁ ନେଇକି ଆସିଛି ଗେଲିକୁ। ଦୁର୍ଗା ମାଆଙ୍କୁ ପୂଜା କରିବୁ, ତାଙ୍କ ଆଶୀର୍ବାଦ ନେବୁ, ଯେମିତି ଗେଲି ମୋର ଶୀଘ୍ର ସୁସ୍ଥ ହେଇଯାଉ, ନିଜ ଗୋଡ଼ରେ ଚାଲିବାର ଶକ୍ତି ଫେରି ପାଉ। ଆଉ ଆପଣମାନେ ବି ପ୍ଲିଜ୍ ଗେଲି ପାଇଁ ପ୍ରାର୍ଥନା କରନ୍ତୁ। ଏ ଭିଡ଼ିଓକୁ ଦେଖିକି ଆମ ଏଚଡି ଫ୍ୟାମିଲିର ହଜାର ହଜାର ଲୋକ କେତେ ସୁନ୍ଦର ଚିନ୍ତାଧାରା ପ୍ରକାଶ କରିଛନ୍ତି, କେତେ ଭକ୍ତି ଭାବ ପ୍ରକାଶ କରିଛନ୍ତି, କେତେ ମାଆଙ୍କ ପାଖରେ ଆଶୀର୍ବାଦ ମାଗିଛନ୍ତି ଗେଲି ପାଇଁ, ଆଉ କେତେ ଭଲ ପାଇବା ସ୍ନେହ ଦେଇଛନ୍ତି। ତ ମୁଁ ଆଜି କହିବାକୁ ଚାହେଁ, ସେମ୍ ଭିଡ଼ିଓକୁ ଦେଖିକି ଜଣେ ଲୋକର କେତେ ଜଣେ ନୁହେଁ ହଜାର ହଜାର ଲୋକଙ୍କର କେତେ ସୁନ୍ଦର ଚିନ୍ତାଧାରା ଆସୁଛି, କେତେ ଭଲ ଚିନ୍ତାଧାରା ଆସୁଛି। ମୁଁ ଗୋଟେ କମେଣ୍ଟ ପଢ଼ିକି ବି ଆପଣଙ୍କୁ ଦେଖେଇବି ଯେ ଜଣଙ୍କର କେତେ ପବିତ୍ର ଚିନ୍ତାଧାରା ଆସୁଛି, ଆଉ ଜଣଙ୍କର କମେଣ୍ଟରେ କେତେ ମାନେ ଏଭିଲ୍ ଚିନ୍ତାଧାରା ଆସୁଛି। ସେ ଲୋକର ମାନେ ବିଲିଭ୍ କରିହଉନି ଏମିତି ଚିନ୍ତାଧାରା ଆସୁଛି। ଜଣେ ଭାଇ ରମେଶ ଚନ୍ଦ୍ର ଭୋଇ ବହୁତ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ସେ ଫିଲିଙ୍ଗସକୁ, ବହୁତ ପବିତ୍ର ଭାବନାରେ, ଯେ ସେମ୍ କଲର, କଷ୍ଟ୍ୟୁମ୍, ସେମ୍ ଥଟ୍ସ, ସେମ୍ ଫିଲିଙ୍ଗସ୍ ଅଛି। କଥା ଅଛି ଯେ ସ୍ୱାମୀ ସ୍ତ୍ରୀ ମିଶିକି ପୂଜା ଅର୍ଚ୍ଚନା କଲେ ଭଗବାନଙ୍କର ଆଶୀର୍ବାଦ ମିଳେ, ମନସ୍କାମନା ପୂର୍ଣ୍ଣ ହୁଏ। ଏମିତି ଆହୁରି ବହୁତ ସାରା ଆଶୀର୍ବାଦ ଦେଇଛନ୍ତି ଆମ ଦୁଇ ଜଣଙ୍କୁ, ଆମ ପରିବାରକୁ। ତ ସେଥିପାଇଁ ଥ୍ୟାଙ୍କ ୟୁ ରମେଶ ଚନ୍ଦ୍ର ଭୋଇ, ଆପଣଙ୍କର ବହୁତ ସୁନ୍ଦର ଚିନ୍ତାଧାରା। ଏତେ ସର୍ଟ ଭିଡ଼ିଓରେ ବି ଆପଣ ବହୁତ କିଛି ଆମ ଫିଲିଙ୍ଗସକୁ ବୁଝିପାରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ଏବେ ସେ ଆର କମେଣ୍ଟଟା ବି ପଢ଼ୁଛି। ସତ କଥା ପଢ଼ିବାକୁ ବି ମୋର ଇଚ୍ଛା ନାହିଁ ସେ କମେଣ୍ଟ, କି ସେ ଲୋକର ମୁହଁ ବି ଦେଖିବାକୁ ଇଚ୍ଛା ନାହିଁ, କି ତା ନାଁ ବି ଦେଖିବାକୁ ମୋର ଇଚ୍ଛା ନାହିଁ, କାହିଁକିନା ସେ ଲୋକ ଡିଜର୍ଭ ବି କରେନି ଏଠି ମୁଁ ତା ମୁହଁ ଦେଖାଏ କି ନାଁ ଦେଖାଏ। ତ ଓଭରାଲି କହିଦଉଛି ଯୋଉଟାକି ମାନେ ସେ ଗେଲିକୁ ମାନେ ପୁରା ଡାଇରେକ୍ଟଲି ଏଠି ମୋଷ୍ଟଲି ଗେଲିକୁ ହିଁ ଲେଖିଛି। ସକ୍ସ ଯାଏଁ ବି ମ୍ୟାଚିଂ କରିବାକୁ ସମୟ କୋଉଠି ମିଳୁଛି। ଯିଏ ଦୁଃଖୀ ତାର ତ କେବଳ ଦୁଃଖ ସହିତ ଛଡ଼ା ଆଉ କିଛି ଜିନିଷକୁ ତାର ନଜର ଯାଏନି, ନଜର ରୁହେନି, ସେ କେବଳ ଦୁଃଖ ହିଁ କରେ। ଆଉ ଗୋଟେ ପର୍ଟିକୁଲାର ସେ ୱାର୍ଡ ଲେଖିଛି ଯେ ବାସର ରାତି ଭଳିଆ ସଜ ହେଇକି ଚାଲି ଆସିଛ, ଏଭଳିଆ କଥା। ଯେତେବେଳେ ସମାଜରେ ଅନ୍ୟାୟ ଅତ୍ୟାଚାର ପାପ ବଢ଼ି ଚାଲିଲା, ଯେତେବେଳେ ମହିଷାସୁର ସେ ପାପ କରିଚାଲିଲା, ସେତେବେଳେ ମାଆ ନିଜେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ, ଏ ସଂସାରବାସୀଙ୍କୁ ଉଦ୍ଧାର କରିବା ପାଇଁ ମହିଷାସୁରର ବଧ କରିଥିଲେ। ଆଉ ସେଇ ମାଆଙ୍କର ସେଇ ସ୍ୱରୂପକୁ ଆମେ ବର୍ଷର ଥରୁଟିଏ ପୂଜା କରୁ, ଧାଇଁ ଯାଉ ତାଙ୍କ ପାଖକୁ, ନିଜର ଦୁଃଖ କଷ୍ଟ ଜଣେଇବାକୁ ମାଆଙ୍କୁ। ଟିକେ ଭକ୍ତି ଭାବରେ ଥରେ ସେଇ ଚକ୍ଷୁର ଥରେ ଦେଖି ଆସିବାକୁ ମାଆଙ୍କୁ, ଥରେ ତାଙ୍କ ଆଶୀର୍ବାଦ ଆଶାରେ। କିନ୍ତୁ ଏ ଯୋଉ ଲୋକ ଜଣକ କମେଣ୍ଟ କରିଛି, ସେ ସେଇଭଳି ଚିନ୍ତାଧାରା କରୁଥିବା ଲୋକ। ମହିଷାସୁରର ଯୋଉ ଚିନ୍ତାଧାରା, ଏ କଳି ଯୁଗର ମହିଷାସୁର କହିଲେ କିଛି କମ୍ ହବନି ସେ ଲୋକକୁ। ସତରେ ବହୁତ କଷ୍ଟ ଲାଗୁଛି, ବହୁତ ଦୁଃଖ ଲାଗୁଛି। ମାଆଙ୍କ ଆଗରେ ଏଭଳି କଥା କହିପାରିଲା କେମିତି ଜଣେ? ସେଠି ଆମେ ଦୁର୍ଗା ମଣ୍ଡପରେ ବସିଛୁ, ଦୁର୍ଗା ମାଆଙ୍କ ଆଗରେ ବସିଛୁ, ଶହ ଶହ ହଜାର ହଜାର ଭକ୍ତ ସେଠି ମାଆଙ୍କୁ ପୂଜା କରିବା ପାଇଁ ଆସିଛନ୍ତି, ତାଙ୍କ ସମ୍ମୁଖରେ ଅଛୁ। ସେଠି ଜଣେ ଲୋକ ୟୁଜ୍ କରୁଛି ବାସର ରାତିର ୱାର୍ଡ, ଯେ ବାସର ରାତିର ଭେଷ ନେଇକି ଆମେ ସେଠିକି ଯାଇଛୁ। କଣ କରିବାକୁ ଯାଇଥିଲୁ ମାଆଙ୍କ ଆଗକୁ ବାସର ରାତିର ଭେଷ ନେଇକି? ଆପଣ ଯୋଉ ୱାର୍ଡ ୟୁଜ୍ କଲେ, କେବଳ ଗେଲି ମୁଁ କଲର ମ୍ୟାଚିଂ କରିକି ଗୋଟେ ଡ୍ରେସ୍ ପିନ୍ଧି ଦେଇଛୁ ବୋଲି, ବିଶେଷ କରି ଗେଲିକୁ ଯେ ପୁରା ମୁଣ୍ଡଠୁ ଗୋଡ଼ ଯାଏଁ ମ୍ୟାଚିଂ କରିକି ସଜ ହେଇଛି ବୋଲି ସେ ଚିନ୍ତାଧାରା ପ୍ରକାଶ କରିଛି। ହୁଏତ ଆପଣଙ୍କୁ ଏଇଟା ଲାଗୁଥିବ, କିନ୍ତୁ ମୁଁ ଯେତିକି ବୁଝିପାରୁଛି ସେ ଲୋକର ଚିନ୍ତାଧାରା, ସେ ମେଣ୍ଟାଲିଟି, ସେ ଲୋକ ଦୁନିଆର ପ୍ରତ୍ୟେକଟି ମଣିଷକୁ ଏ କଥାଟା କହୁଛି ଯେ ଆପଣମାନେ ମ୍ୟାଚିଂ କରିକି ଡ୍ରେସ୍ ପିନ୍ଧି ପାରିବେନି। ଯଦି ଆଜି ଭଲ ଥାନ୍ତା, ଆମେ ଦୁଇ ଜଣ ମ୍ୟାଚିଂ କରିକି ଯାଇଥାନ୍ତେ, ସେ ଲୋକ କଣ କହିନଥାନ୍ତା? ସେ ଲୋକ କହିଥାନ୍ତା, କାହିଁକିନା ତା ସେ ଚିନ୍ତାଧାରା ହିଁ ସେଇଆ। ଯୋଉମାନେ ମା ତ ବର୍ଷରେ ଥରେ ଆସନ୍ତି, ଆମ ଓଡ଼ିଆ ପରମ୍ପରା ବି ଗୋଟେ ଏଭଳି ଯେ ଯେତେବେଳେ ମାଆଙ୍କୁ ଆମେ ପୂଜା କରିବାକୁ ଯାଉ, ସେତେବେଳେ ସମସ୍ତେ
ଗୋଟେ ଭଲ ଲୁଗାଟେ ପିନ୍ଧିକି ଯାଉ, ଗୋଟେ ଧୁଆ ଲୁଗାଟେ ପିନ୍ଧିକି ଯାଉ। କେହି ବି ଗୋଟେ ମଳିଛିଆ ଲୁଗା ବା ଅଧୁଆ ଲୁଗା ପିନ୍ଧନ୍ତିନି। ସମସ୍ତେ ଚେଷ୍ଟା କରନ୍ତି ଆମେ କେମିତି ମାଙ୍କୁ ଗୋଟେ ନୂଆ ଲୁଗାଟେ ପିନ୍ଧିକି ଯାଇକି ମାଙ୍କୁ ପୂଜା କରୁ। ମାଙ୍କୁ ବି ଲୁଗା ଦିଅନ୍ତି, ଯୋଉମାନେ ବହୁତ ଜଣ ମାଙ୍କୁ ବି ଲୁଗା ଚଢାନ୍ତି, ଲୁଗା ଦିଅନ୍ତି। ତ ସେଟା ଗୋଟେ ବହୁତ ପବିତ୍ର ଫିଲିଙ୍ଗସ୍। ତ ସେ ଫିଲିଙ୍ଗସକୁ ଗୋଟେ ଏତେ ମାନେ ମଳିନ ଚିନ୍ତାଧାରା ଦୂଷିତ କରୁଛି, ସେଟା ମତେ ସତରେ ବହୁତ କଷ୍ଟ ଦଉଛି। ଆଉ ଆପଣମାନଙ୍କ ଭିତରୁ ହୁଏତ ବୁଝିପାରୁନଥିବେ ଇଏ କୋଉ କାଟାଗୋରୀର ଲୋକ। ଆପଣମାନେ ଲକ୍ଷ୍ୟ କରିଥିବେ ଯେତେବେଳେ କିଛି ଗୋଟେ ଗ୍ୟାଦରିଂ ହୁଏ, ସେତେବେଳେ ଗୋଟେ ପୁଅଟେ ଥିବ, ଗୋଟେ ଝିଅଟେ ଥିବ, ଯଦି ସେମାନଙ୍କର ଡ୍ରେସ୍ ମ୍ୟାଚିଂ ହେଇଯାଏ, ଯୋଉ ମାନେ ଯାତ୍ରା ଚଲାନ୍ତି, ଏବେ ଆଜି ମ୍ୟାଚିଂ ହେଇଛି, ସେଇ କ୍ୟାଟାଗୋରୀର ଲୋକ। ଯେ ଆପଣମାନେ ପୂଜା କରିବାକୁ ଯାଉଛନ୍ତି, ଯଦି କାହା ସହିତ ବି ମ୍ୟାଚିଂ ହେଲା, କଣ ସେମାନେ ବାସର ରାତି କରିବାକୁ ଯାଉଛନ୍ତି? ତ ଏ ଚିନ୍ତାଧାରା ଯଦି ଜଣେ ଗୋଟେ ରୋଗୀ ପାଇଁ ରଖିପାରୁଛି ଗୋଟେ ଲୋକ, ତ ଭାବନ୍ତୁ ସେ କଣ ଅନ୍ୟ ଲୋକଙ୍କ ପାଇଁ ରଖୁନଥିବ? ସେ ପ୍ରତ୍ୟେକଟି ଲୋକଙ୍କୁ ଆଜି ଚିତ୍କାର କରିକି କହିଛି ଯେ ବାସର ରାତିର ଭଳି ସଜ ହେଇକି ମା ପାଖକୁ ତମେ ଯାଅନି। କେବଳ ଦୁଇଟା ସାର୍ଟ ମ୍ୟାଚିଂ ହେଇଯାଇଛି ବୋଲି, ଆଉ ସକ୍ସ ଗୋଟେ ମ୍ୟାଚିଂ ହେଇଯାଇଛି ବୋଲି, କଲର ମ୍ୟାଚିଂ ହେଇଯାଇଛି, କେବଳ କଲର ମ୍ୟାଚିଂ ହେଇଯାଇଛି। କେତେ ମଳିନ ଚିନ୍ତାଧାରା ଏ ଲୋକର। ଆପଣ କୁହନ୍ତୁ, ଭିଡିଓ ତ ଆପଣ ପୁରା ଦେଖିଲେ, କଣ ଆପଣଙ୍କୁ ଟିକେ ବି କୋଉଠି ଲାଗିଲା ଯେ ଆମେ ମାଙ୍କୁ ଅବମାନନା କରିଛୁ ବା କୌଣସି ବି ଅସଦାଚରଣ କରିଛୁ, କିଛି ବି ସେଠି ଭୁଲ କାମ କରିଛୁ କି? କେବଳ ମାଙ୍କ ପାଖରେ ଆମେ ଟିକେ ପ୍ରାର୍ଥନା କରିଛୁ, ଆମ ଦୁଃଖ କଷ୍ଟ ଟିକେ ଦୂର କରିଦିଅ ମା। ଆଉ ଆପଣମାନଙ୍କୁ ମୁଁ ସେୟାର କରିଛି, ଯେମିତି ସବୁଥର ସେୟାର କରେ, ପ୍ଲିଜ ଗେଲି ପାଇଁ ପ୍ରାର୍ଥନା କରନ୍ତୁ। କାଳେ କାହାର ପ୍ରାର୍ଥନା ଭଗବାନ ଶୁଣିଦେବେ, ମା ଶୁଣିଦେବେ, ଗେଲି ଭଲ ହେଇଯିବ, ତାର ଯେମିତି ଆଗରୁ ଚାଲୁଥିଲା ସେମିତି ପୁଣି ଚାଲିପାରିବ, ସେତିକି ଶକ୍ତି ମା ଦେଇ ଦିଅନ୍ତୁ। ଏଇ ପ୍ରାର୍ଥନା କରିକି ମୁଁ ସେ ଭିଡିଓଟିକୁ ବନେଇଛି। ଏଥିରେ ମତେ ସତରେ କୌଣସି ଭୁଲ ଲାଗୁନି। କିଛି ବି ଏଥିରେ ସେମିତି ନାହିଁ ଯୋଉଥିରେ ଜଣେ ଏତେ ବଡ ବଡ ଶବ୍ଦ ୟୁଜ କରିଦବ, ବାସର ରାତି ୱାର୍ଡ ବା କେତେ କଣ ଜିନିଷ ୟୁଜ କରିଦବ। ସେ ଲୋକ ଆହୁରି ଗୋଟେ କଥା କହିଛି, ଯୋଉଟା କି ଆହୁରି ଅଳ୍ପ କିଛି ଲୋକଙ୍କର ସେମିତି ଚିନ୍ତାଧାରା ରହିଛି, ଯେ ଗେଲି ଖୁସି ହଉଛି କଣ ପାଇଁ, ଏମିତି ସଜବାଜ ହଉଛି କାହିଁକି, ଏମିତି ଭଲ ଭଲ ଡ୍ରେସ୍ କାହିଁକି ପିନ୍ଧୁଛି, ଖୁସି କାହିଁକି ହଉଛି? ସେ ତ ଦୁଃଖୀ ରୋଗୀ, ସେ ତ ଦୁଃଖରେ ରହିବା କଥା। ଏମିତି ଖୁସି ଏତେ ତାକୁ ସମୟ ଆସୁଛି କୋଉଠୁ, ଏମିତି ଖୁସି କାହିଁକି ହଉଛି? ସେ ଏଭଳି ଚିନ୍ତାଧାରା ରଖିଛନ୍ତି, ଯୋଉଟା କି ଏଇଟା ବି ଗୋଟେ ମାନେ ଏକ୍ସାମ୍ପଲ ଯେ ମାନେ ସତରେ ଲୋକଙ୍କର ଏମିତି ଚିନ୍ତାଧାରା ରହୁଛି। ତ ସେମାନଙ୍କୁ ମୁଁ କହିବାକୁ ଚାହିଁବି, ଗୋଟେ ରୋଗୀ କେମିତି ରହିଛି ଏଟା ଡିପେଣ୍ଡ କରେ ଯେ ତାର କେୟାର ନଉଥିବା ଲୋକ ବା ତା ନିଜର ଲୋକ ତାକୁ କେମିତି ରଖିଛନ୍ତି, କେମିତି ତାକୁ ମୋଟିଭେଟ କରୁଛନ୍ତି, ବା ସେ ରୋଗୀ ନିଜକୁ କେମିତି ଷ୍ଟ୍ରଙ୍ଗ ରଖୁଛି, କେତେ ମୋଟିଭେଟ ନିଜେ ରହିକି ସବୁ କିଛି ସହ ଲଢିବାକୁ ପ୍ରସ୍ତୁତ ଅଛି କି ନାହିଁ, ୟା ଉପରେ ଡିପେଣ୍ଡ କରେ ଯେ ରୋଗ ତାର ଛାଡିବ କି ଛାଡିବନି, ସେ ଭଲ ହବ କି ନାହିଁ, ୟା ଉପରେ ବହୁତ ମାତ୍ରାରେ ଡିପେଣ୍ଡ କରେ। ଏମିତିକି ବହୁତ ଭଲ ଭଲ ଡକ୍ଟର ବି କୁହନ୍ତି ଗୋଟେ ରୋଗୀର 50% ମେଡିସିନ ହେଲା ତାର ଖୁସି, ତାର ମନୋବଳ। ଆଉ ଯେତେବେଳେ ଏମିତି କିଛି ଗୋଟେ ରୋଗ ହେଇଯାଏ ନା ଯାହାର ମେଡିସିନ କିଛି ନଥାଏ, ସେତେବେଳେ ତାର 100% ମେଡିସିନ ହେଲା ଖୁସି ଆଉ ତାର ମନୋବଳ, ତାର ନିଜର ଷ୍ଟ୍ରେଂଥ, ସେଲ୍ଫ ଷ୍ଟ୍ରେଂଥ। ତ ଗେଲି ଆଜି ନିଜକୁ ଏତିକି ଷ୍ଟ୍ରଙ୍ଗ କରିପାରିଛି, ଆମର ବହୁତ ମାତ୍ରାରେ ସେଠି ସପୋର୍ଟ ରହୁଛି, ସମସ୍ତେ ଆମେ ତାକୁ ହେଲ୍ପ କରୁଛୁ। କିନ୍ତୁ ଯେତେ ଯାଏ ଜଣେ ନିଜକୁ ସେତିକି ଷ୍ଟ୍ରଙ୍ଗ କରିବନି, ନିଜକୁ ମୋଟିଭେଟ କରିବନି, ସେତେବେଳେ କେହି ବି ଅନ୍ୟମାନେ କେହି ତାକୁ ସେତିକି ହେଲ୍ପ କରିପାରିବେନି। ତ ଗେଲି ଏବେ ଏଇ ପରିସ୍ଥିତିରେ ଏତିକି ଷ୍ଟ୍ରଙ୍ଗ ଅଛି କେବଳ ଏଥିପାଇଁ ସେ ନିଜକୁ ସେତିକି ଷ୍ଟ୍ରଙ୍ଗ କରିଛି। ସେ ନିଜେ ସେତିକି ସେ ରୋଗ ସହ ଲଢିବାକୁ ଚାହୁଁଛି, ସେ ପରିସ୍ଥିତିକୁ ହରେଇବାକୁ ଚାହୁଁଛି। ଆଉ ଏଭଳି ଗୋଟେ ରୋଗ ଯୋଉଟାର ମେଡିସିନ କିଛି ନାହିଁ, ଏଇଟା ବହୁତ ବଡ କଥା। ଆଉ ମୁଁ ସତରେ ଦେଖିନି, ବହୁତ କମ ଲୋକ ଅଛନ୍ତି ଦୁନିଆର ଯୋଉମାନେ ସତରେ ଯେତେବେଳେ
ତାଙ୍କୁ ଡକ୍ଟର କହିଦିଅନ୍ତି ନା ଯେ ତୁ ଆଉ ଭଲ ହେଇପାରିବୁନି, ଯୋଉମାନେ ଖୁସି ହେଇପାରୁଛନ୍ତି ଏ କଥା ଶୁଣିବା ପରେ ଯେ ତୁ ଆଉ କେବେ ଭଲ ହେଇପାରିବୁନି। ଏବେ ଜଣକୁ କହିଦିଆହବ ତୁ କେବେ ଭଲ ହବୁନି, ତୁ ଜୀବନ ଏମିତି ଜୀବନ ସାରା କଷ୍ଟ ଯନ୍ତ୍ରଣା ପାଉଥିବୁ, ତାର ସବୁ ଖୁସି ସବୁ କିଛି ସେ ଉଡେଇଦବ, ଉଡିଯିବ ଅଟୋମେଟିକ, ସେ ଡିପ୍ରେସନକୁ ଚାଲିଯିବ। ତ ଯେତେବେଳେ ଆପଣଙ୍କ ସାମ୍ନାରେ ଏମିତି କେହି ଅଛନ୍ତି ଯାହାକୁ ଏମିତି କିଛି ରୋଗ ହେଇଛି ଯୋଉଟା କି ଭଲ ହବା ପାଇଁ ଆଇଦର ବର୍ଷ ବର୍ଷ ଲାଗିଯିବ, 5 ବର୍ଷ 6 ବର୍ଷ 10 ବର୍ଷ ଲାଗିଯିବ, ବା ତାର କୌଣସି ମେଡିସିନ ନାହିଁ, ଭଲ ହବାର କୌଣସି ପ୍ରୋବାବିଲିଟି କିଛି ନାହିଁ, ତେବେ ସେମାନଙ୍କ ସାଥ ଦିଅନ୍ତୁ, ସେମାନଙ୍କୁ ଭଲ ପାଇବା ଦିଅନ୍ତୁ, କେୟାର ଦିଅନ୍ତୁ। ଜୀବନଟା ବହୁତ ଛୋଟ, ଆଉ ସବୁ କିଛି ଜିନିଷ ମାନେ କ୍ଷଣକରେ ଚାଲିଯାଏ, ସବୁ କିଛି ଗୋଟେ ସେକେଣ୍ଡ ଲାଗେନି ଗୋଟେ ଜୀବନ ନଷ୍ଟ ହେଇଯିବାର। ତ ସେମାନଙ୍କୁ ବହୁତ ଭଲ ପାଇବା ଦିଅନ୍ତୁ, ବହୁତ କେୟାର କରନ୍ତୁ ସେମାନଙ୍କର, ଆଉ ଏତେ ଭଲ ପାଇବା ଏତେ କେୟାର କରନ୍ତୁ ଯେ ଯେମିତିକି ତାଙ୍କ ମନରେ ଏଇ ଦୁଃଖ ନ ଆସୁ ଯେ ମୁଁ କିଛି କରିପାରୁନି ବା ମୁଁ କିଛି ଇଏ କରିପାରୁନି ତ ବଞ୍ଚିକି ଲାଭ କଣ, ବା ଡିମୋଟିଭେଟେଡ ନ ହେଇଯାଆନ୍ତୁ ମୁଁ ତ ଭଲ ହେବିନି ଆଉ କଣ କରିବି, ଏମିତି ପଡିକି ରହିବି, ଏମିତି ଫିଲ୍ ସେମାନଙ୍କୁ ବିଲକୁଲ ବି କରାନ୍ତୁନି। ତାଙ୍କୁ ବହୁତ ଖୁସି କରାନ୍ତୁ ଯେ ଜଣେ ହୁଇଲ ଚେୟାରରେ ବସିଛି ମାନେ ଯେ ସେ ଗୋଟେ ଛିଣ୍ଡା ଡ୍ରେସ୍ ପିନ୍ଧିବ ସେ ଖୁସି ହେଇପାରିବନି, ବା କୌଣସି ଡ୍ରେସ୍ ଭଲ ଭଲ ଡ୍ରେସ୍ ପିନ୍ଧି ପାରିବନି, ଏସବୁ ଫାଲତୁ ଚିନ୍ତାଧାରାରେ ମୁଁ ବିଲିଭ କରେନି। ମୁଁ ଚାହେଁ ମୋ ଗେଲି ବହୁତ ଖୁସି ହବୁ, ଯେମିତି ଭଲ ଥିଲେ ମୋ ସହ ଖୁସି ହେଇଥାନ୍ତା, ଚାରିଆଡେ ଯାଇଥାନ୍ତା, ସବୁ କିଛି ଜିନିଷ ଆମେ 2 ଜଣ ମିଶିକି କରିଥାନ୍ତୁ, ସେଇଭଳି ଭଲ ଥିଲେ ଯେମିତି ଖୁସି ହେଇଥାନ୍ତା ମୋ ସହ, ସେମିତି ଏବେ ବି ଏଇ ପରିସ୍ଥିତିରେ ବି ସେ ମୋ ସହ ଖୁସି ହଉ, ଆଉ ମୁଁ ଦୁନିଆର ତାକୁ ସବୁ ଖୁସି ଦିଏ ଯୋଉଟା କି ସେ ଭଲ ଥିଲେ ପାଇଥାନ୍ତା। ଆଉ ଆମର ଏଇ ଫିଲିଙ୍ଗ ସବୁ ଆମ HD ଫ୍ୟାମିଲିର ପ୍ରତ୍ୟେକଟି ମେମ୍ବର ବୁଝନ୍ତି, ସେଥିପାଇଁ ସତରେ ମୁଁ ଆପଣମାନଙ୍କୁ ଆଉ ଆପଣମାନଙ୍କ ଚିନ୍ତାଧାରାକୁ ମୁଁ ବହୁତ ମାତ୍ରାରେ ରେସପେକ୍ଟ କରେ। ବିନା ବହୁତ କିଛି ଜିନିଷ ଆମେ କହି ହିଁ ନାହୁଁ, କେବେ ଏକ୍ସପ୍ରେସ ହିଁ କରିନାହୁଁ, ଫିର ବି ଆପଣମାନେ ସେସବୁକୁ ବୁଝି ଯାଉଛନ୍ତି, ଏଇଟା ଗୋଟେ ବହୁତ ବଡ କଥା। ନିଶ୍ଚୟ ଆପଣ ଜଣେ ବହୁତ ଭଲ ମଣିଷ, ଆପଣଙ୍କ ହୃଦୟ ସେତିକି ଭଲ ବୋଲି ବହୁତ କିଛି ଜିନିଷ ଆପଣ ବୁଝି ଯାଉଛନ୍ତି। ଆଉ ବାକି କେହି କେତେଟା ସେମାନଙ୍କୁ କିଛି କହିବାକୁ ମାନେ କହିବାଟା ବି ଠିକ ନୁହେଁ, ସେମାନଙ୍କୁ କହିକି କିଛି ଲାଭ ନାହିଁ, ସେମାନେ କେବେ ବି ବଦଳିବେନି। ବାସ୍ ଆଉ କିଛି କହିବାକୁ ଚାହୁଁନି, ଆପଣ ମାନେ ଏମିତି ଆମକୁ ଭଲ ପାଇବା ଦିଅନ୍ତୁ, ଏମିତି ଆମ ଉପରେ ଆଶୀର୍ବାଦର ହାତ ରଖିଥାନ୍ତୁ। ଜୟ ଜଗନ୍ନାଥ।